ହେଲା କେରେ ତୁ ବଣ ସବର ପ୍ରଚ୍ଛଦ ପଟରୁ ମତେ ଆଘାତ କଲୁ କାହିଁକି? ମୁଁ ହେଉଛି ଜଙ୍ଗଲର ଜଣେ ଶବର। କେବଳ ଦେଖିଲି ତୁ ଜଣେ ନାରୀକୁ ଅପହରଣ କରୁଛୁ, ସେଇଥିପାଇଁ ତତେ ପ୍ରଚ୍ଛଦ ପଟରୁ ଓଠାମାଇ ବଣରେ କହୁଛି ଛାଡ଼ିଦେ ଠଉ ନା ଶବର ଏଠୁ ଯିବିନି। ତାହେଲେ କଣ କରିବି ତୁ? କଣ କରିବି? ସବୁଦିନ ପାଇଁ ତୋତେ ଶେଷ କରିଦେବି। ତାହେଲେ ଉଠା ତୋ ତୀକ୍ଷ୍ଣ ତରବାରୀଟା ଦେଖାଯାଉ ଯୁଦ୍ଧରେ କିଏ ଜୟଲାଭ କରୁଛି। ତାହେଲେ ଠିକ୍ ଅଛି। ଦେଖିଲ ବାବା, ସେ ଶୈତାନଟା କେତେ କେତେ ଜାନ। ଆଚ୍ଛା ଆମେ ଶିକାର ନ କରିପାରିଲେ କଣ ହେଲେ ଆଜି ଭଲ ଶିକାରଟି କରିଛି, କାହିଁକି ନା ଗୋଟାଏ ଭାଗର ହସ୍ତରୁ ୟାଙ୍କୁ ଉଦ୍ଧାର କରିଛି। ହଁ ବାବୁ, କିଏ ଭାଇ ଆପଣ? କିଏ? ମୋତେ ସେ ରାକ୍ଷସ କବଳରୁ ମୁକ୍ତ କରିଥିବାରୁ ମୁଁ ଆପଣଙ୍କୁ ଦଣ୍ଡବତ କରୁଛି। ଦେଖନ୍ତୁ, ଜଣେ ବିପଦରେ ପଡ଼ିଥିବା ବ୍ୟକ୍ତିକୁ ଉଦ୍ଧାର କରିବା ହେଉଛି ଜଣେ ମଣିଷର କର୍ତ୍ତବ୍ୟ। ପ୍ରକୃତରେ ମୁଁ ହେଉଛି ଏଇ ଶବର ପଲ୍ଲୀରେ ଜଣେ ଶବର। ଆଉ ଏ ହେଉଛନ୍ତି ମୋ ବାବା। କ୍ଷଣ ମୋର ଭବିଷ୍ୟତ। এই ଶୈତାନ ତମକୁ ଅପହରଣ କରୁଥିଲା କି? ହଁ, ମୋ ଧନ ଆଉ ମୁଁ ଏଇ ନିଘଞ୍ଚ ଜଙ୍ଗଲରେ ବୁଲିବା ପାଇଁ ଆସିଛି। ଓ ବୁଝିଗଲି ବୁଝିଗଲି, ତମ କଥାଟା ବୁଝିଗଲି। ତମେ ଆଉ ଭୟ କର ନା। ଏଇ ଦେଖ, ଏଇ ଦୂର ଯୋଉଟା ଏଇଠି ଆମ ଶବର ପଲ୍ଲୀ। ତମେ ଯଦି ମନରେ କିଛି ନ ଭାବି କିଛି ସମୟ ତମ ସେଇ ଶାସନକୁ ଅପେକ୍ଷା କରିପାରିବ। ହଁ ହଁ, ମୋ ଧନ ଯାଇଛନ୍ତି ମୋ ପାଇଁ ଜଳ ଆଣିବା ପାଇଁ। ସେ ପର୍ଯ୍ୟନ୍ତ ଆସିଲେନି, ମୁଁ ତାଙ୍କୁ ଅପେକ୍ଷା କରି କରି ବସି ରହିଥିଲି। ନା ନା ନା, ଏଇଠି ଆପଣ ଏକା କାହିଁକି ରହିବେ? ସେଇଠି ମୋ ପରିବାର ଅଛନ୍ତି, ବାପା ମା ଏ ସମସ୍ତେ ଅଛନ୍ତି। ଚାଲ ତମେ ଆମ ଘରେ ଟିକେ ଅପେକ୍ଷା କରିବ। ତାହେଲେ ତମେ କଣ ତମ ଘରକୁ ନେଇଯିବ ମତେ? ହଁ ରେ ମା, ତୋର କିଛି ହେବନି। ତୋ ସାଥୀ ଆସିବା ପର୍ଯ୍ୟନ୍ତ ତୁ ଆମ ଘରେ ରହିବୁ। ତାହେଲେ ଚାଲ ବାବା, ଚାଲ।